ମୁଁ ଆପଣମାନଙ୍କୁ ଆପଣଙ୍କ ଚ୍ୟାନେଲ୍ ମାଷ୍ଟର ଓଡ଼ିଆର ଆଉ ଏକ ଟ୍ରାନ୍ସଲେସନ୍ ଭିଡ଼ିଓରେ ସ୍ୱାଗତ କରୁଛି। ଆଜିର ଭିଡ଼ିଓରେ ଗୋଟେ ଇଂରାଜୀ କାହାଣୀକୁ ଓଡ଼ିଆରେ ଅନୁବାଦ କରିବା। ତେବେ ଡେରି ନକରି କାହାଣୀ ପଢ଼ିବା। ଆଜିର ଷ୍ଟୋରିର ଟାଇଟଲ୍ ହେଉଛି ଟୁ ଫ୍ରେଣ୍ଡସ୍ ଆଣ୍ଡ ଦ ବିୟର୍, ଦୁଇ ସାଙ୍ଗ ଓ ଭାଲୁ। ଏହି କାହାଣୀକୁ ଆମେ ଛୋଟବେଳେ ବହୁତ ଶୁଣିଛୁ। ତେବେ ଆଜି ସେହି କାହାଣୀଟା ଇଂରାଜୀରେ ଅଛି, ତାକୁ ଓଡ଼ିଆରେ କରିବା। ଟୁ ଦୁଇ ଫ୍ରେଣ୍ଡସ୍ ସାଙ୍ଗ ଆଣ୍ଡ ଏବଂ ଦ ବିୟର୍ ଭାଲୁ, ଦୁଇ ସାଙ୍ଗ ଓ ଭାଲୁ। ବିଜୟ ଆଣ୍ଡ ରାଜୁ, ବିଜୟ ଆଉ ରାଜୁ ୱେୟାର ଥିଲେ ଫ୍ରେଣ୍ଡସ୍, ସାଙ୍ଗ। ବିଜୟ ଆଉ ରାଜୁ ସାଙ୍ଗ ଥିଲେ। ଅନ୍ ଏ ହଲିଡେ, ଛୁଟି ଦିନରେ, ଗୋଟେ ଛୁଟି ଦିନରେ। ଅନ୍ ଏ ହଲିଡେ ଦେ ସେମାନେ ୱେଣ୍ଟ ଗଲେ ୱାକିଂ ଚାଲିବା ବା ଚାଲିକି ଇଣ୍ଟୁ ଏ ଫରେଷ୍ଟ, ଗୋଟେ ଫରେଷ୍ଟ କହିଲେ ଜଙ୍ଗଲ, ଏ କହିଲେ ଗୋଟେ ଜଙ୍ଗଲକୁ ସେମାନେ ଗଲେ। ଏନ୍ଜୟିଂ ଉପଭୋଗ କରୁଥିଲେ, ଏନ୍ଜୟିଂ କହିଲେ ଉପଭୋଗ କରୁଥିଲେ, ମଜା ନେଉଥିଲେ। ଦ ବିୟୁଟି ସୁନ୍ଦରତା, ଅଫ୍ ର ନେଚର କହିଲେ ପ୍ରକୃତି, ପ୍ରକୃତିର ସୁନ୍ଦରତାକୁ ସେମାନେ ଏନ୍ଜୟ କରୁଥିଲେ। ସଡନ୍ଲି ହଠାତ୍, ଦେ ସେମାନେ ସୋ ଦେଖିଲେ ଏ ବିୟର୍ ଗୋଟେ ଭାଲୁ, କମିଂ ଆସୁଛି ଆଟ୍ ଦେମ୍ ତାଙ୍କ ଆଡ଼କୁ। ସେମାନେ ଗୋଟେ ଭାଲୁ ଆସୁଥିବାର ସେମାନେ ଦେଖିଲେ। ଦେ ସେମାନେ ବିକେମ୍ ହେଲେ ଫ୍ରାଇଟେଣ୍ଡ, ଫ୍ରାଇଟେଣ୍ଡ କହିଲେ ଡରିବା, ଭୟଭୀତ ହେବା। ସେମାନେ ଭୟଭୀତ ହେଲେ। ରାଜୁ ଗୋଟେ ସାଙ୍ଗ, ହୁ ଯିଏକି ନ୍ୟୁ ଜାଣିଥିଲା ସେକେଣ୍ଡ ଫର୍ମ, ଅଲ୍ ଆବାଉଟ୍ ବିଷୟରେ, କ୍ଲାଇମ୍ବିଂ ଚଢ଼ିବା, ଟ୍ରି। ରାଜୁ ପିଲାଟା, ସାଙ୍ଗଟା, ସେ ଦୁଇ ଜଣ ସାଙ୍ଗ ଭିତରୁ ଜଣେ ରାଜୁ ଯିଏକି ଗଛ ଚଢ଼ିବା ବିଷୟରେ ଜାଣିଥିଲା। ରନ୍ ଅପ୍ ଦୌଡ଼ିଲା, ପାଷ୍ଟ ଫର୍ମ ଏ ଫ୍ରେଜାଲ୍ ଭର୍ବ ଗୋଟେ, ଟୁ ଏ ଟ୍ରି ଗୋଟେ ଗଛ ପାଖକୁ, ଏଣ୍ଡ ଏବଂ ଟୁ କହିଲେ କୁ, କ୍ଲାଇମ୍ବଡ୍ ଅପ୍ କହିଲେ ଚଢ଼ିଗଲା। ଯେହେତୁ ଏ ପୁରା ଷ୍ଟୋରିଟା ପାଷ୍ଟରେ ଅଛି, ତ ସବୁ କିଛି ୱାର୍ଡ଼ ଗୁଡ଼ାକ ଯେଉଁ ଭର୍ବ ଗୁଡ଼ାକ ରହିଛି ପାଷ୍ଟରେ ହିଁ ରହିଛି। କ୍ଲାଇମ୍ବଡ୍ ଅପ୍ କହିଲେ ଗଛକୁ ଚଢ଼ିଗଲା। କ୍ୱିକଲି ଶୀଘ୍ର, ଜଲ୍ଦି। ହି ସେ ଡିଡ୍ ନଟ୍ ଥିଙ୍କ ଭାବିଲା ନାହିଁ, ଥିଙ୍କ କହିଲେ ଭାବିବା, ସେ ଭାବିଲା ନାହିଁ, ଡିଡ୍ ନଟ୍ ଥିଙ୍କ ଅଫ୍ ବିଜୟ ବିଷୟରେ ସେ ଭାବିଲା ନାହିଁ। ବିଜୟ ହାର୍ଡ ଥିଲା ନୋ ଆଇଡ଼ିଆ କୌଣସି ବୁଦ୍ଧି ନଥିଲା, ବିଜୟ ପାଖରେ କୌଣସି ବୁଦ୍ଧି ନଥିଲା ସେ କ'ଣ କରିବ। ହାଉ କେମିତି, ଟୁ କ୍ଲାଇମ୍ବ କହିଲେ ଚଢ଼ିବା, ଦ ଟ୍ରି। ବିଜୟ ହାର୍ଡ ନୋ ଆଇଡ଼ିଆ, ବିଜୟ ପାଖରେ କୌଣସି ବୁଦ୍ଧି ନଥିଲା, ସେ ଜ୍ଞାନ ନଥିଲା ସେ ଗଛ କେମିତି ଚଢ଼ାଏ, ହାଉ କେମିତି ଗଛ ଚଢ଼ାଯାଏ। ବିଜୟ ଥଟ୍ କହିଲେ ଭାବିଲା, ଏ ସେକେଣ୍ଡ ଫର୍ମ ଥିଙ୍କର। ବିଜୟ ଥଟ୍ ଫର୍ ଏ ସେକେଣ୍ଡ କିଛି ସେକେଣ୍ଡ ପାଇଁ ସେ ଭାବିଲା। ବିଜୟ ସେ ଗଛ ଚଢ଼ି ଜାଣିନଥିଲା, ତ ସେ ଭାବିଲା। ହି ଆଉ ହାର୍ଡର କଣ୍ଟ୍ରାକ୍ସନ୍ କହିଲେ ଦୁଇଟା ୱାର୍ଡ଼କୁ ଯେତେବେଳେ ଏକାଠି କରିକି ଲେଖାଯାଏ, ତ ସେକେଣ୍ଡ ୱାର୍ଡ଼ର କିଛି ଲେଟର୍ ଲେଖାଯାଏ, ତା ପୂର୍ବରୁ ଗୋଟେ ଆପୋଷ୍ଟ୍ରୋଫି ଲେଖାଯାଏ। ଯେମିତି ହି ହର୍ଡ ଲେଖାଯାଏ, ତାକୁ ପଢ଼ିବା ହି ହର୍ଡ। ହି କହିଲେ ସେ, ହାର୍ଡ ଥିଲା, ହର୍ଡ ହେଉଛି ଭର୍ବ ଥାର୍ଡ଼ ଫର୍ମ। ସବୁ ହାର୍ଡ, ହାଜ୍, ହାవ్ ପରେ ଭର୍ବର ଥାର୍ଡ଼ ଫର୍ମ ଲାଗେ। ତ ହି ହର୍ଡ ସେ ଶୁଣିଥିଲା, ଆନିମଲ୍ସ ଜୀବଜନ୍ତୁ, ଡୋଣ୍ଟ ନାହିଁ, ପ୍ରିଫର୍ କଲେ ପସନ୍ଦ କରନ୍ତି ନାହିଁ, ଡେଡ୍ କହିଲେ ମଲା, ମୃତ୍ୟୁ, ବଡିଜ୍ କହିଲେ ଦେହ। ସେ ଶୁଣିଥିଲା ଯେ ଆନିମଲ୍ସ ଯେତେ ଜୀବଜନ୍ତୁ ଅଛନ୍ତି ସେମାନେ ମଲା ଶରୀରକୁ ପସନ୍ଦ କରନ୍ତି ନାହିଁ ଖାଇବା ପାଇଁ।
ସୋ ତେଣୁ ହି ସେ କିଏ ନା ବିଜୟ ଜାଣିଥିଲା। ଏବେ ଭାବୁଛି ଆଉ କିଛି ସମୟ ଭାବିଲା, ତାପରେ ସେ ଭାବିଲା ଯେ ସେ ଶୁଣିଥିଲା ଯେ ଡେଡ଼୍ ବଡ଼ିଜ୍ ଖାଆନ୍ତି ନାହିଁ ଆନିମାଲ୍ ଗୁଡ଼ା। ତେଣୁ ହି ସେ ଫେଲ୍ ଟୁ ପଡ଼ିଗଲା, ଫେଲ୍ କହିଲେ ପଡ଼ିଗଲା, ଟୁ ଦ ଗ୍ରାଉଣ୍ଡ ମାଟି ଉପରେ, ଗ୍ରାଉଣ୍ଡ କହିଲେ ଭୂଇଁ ଉପରେ ପଡ଼ିଗଲା ମାନେ ସେ ଶୋଇଗଲା। ଏଣ୍ଡ ଏବଂ ହେଲ୍ଡ ହେଉଛି ହେଲ୍ଡ କହିଲେ ହୋଲ୍ଡର ସେକେଣ୍ଡ ଫର୍ମ, ହେଲ୍ଡ କହିଲେ ରୋକିବା ଧରିବା। ହିଜ୍ ତାର ବ୍ରିଦ୍ କହିଲେ ନିଶ୍ୱାସ ପ୍ରଶ୍ୱାସ, ଯେଉଁ ନିଶ୍ୱାସ ପ୍ରଶ୍ୱାସ ନଥିଲା ସେ ସେଟାକୁ ରଖିଦେଲା, ବନ୍ଦ କରିଦେଲା କିଛି ସମୟ ପାଇଁ। ଦ ବିୟର ଭାଲୁଟି ସ୍ନିଫ୍ SNIFF ସ୍ନିଫ୍ କହିଲେ ଶୁଙ୍ଘିବା, ଇଡି ଲାଗିଛି, ଏ ସେକେଣ୍ଡ ଫର୍ମ ଅଛି ତ ସେ ଶୁଙ୍ଘିଲା, ଭାଲୁଟି ଶୁଙ୍ଘିଲା ହିମ୍ ତାକୁ, କାହାକୁ ନା ବିଜୟକୁ। ଏଣ୍ଡ ଏବଂ ଥଟ୍ ଭାବିଲା, ହି ୱାଜ୍ ଡେଡ୍, ସେ ୱାଜ୍ ଡେଡ୍ କହିଲେ ସେ ମରିଯାଇଛି। ଭାଲୁଟି ଯେତେ ପାଖକୁ ଆସିଲା ବିଜୟ ପାଖକୁ ଆଉ ସେ ଶୁଙ୍ଘିଲା, ସେ ଭାବିଲା ଯେ ଭାଲୁଟି ଭାବିଲା ଯେ ସେ ମରିଯାଇଛି। ସୋ ତେଣୁ ଏହା ୱେଣ୍ଟ ମାନେ ଭାଲୁଟି ଏହା ପାଇଁ, ଇଟ୍ କହିଲେ ଭାଲୁ ପାଇଁ ଲାଗିଛି, ଇଟ୍ କହିଲେ ଏହା, ଭାଲୁଟି ୱେଣ୍ଟ ଅନ୍ ଗଲା ଇଟ୍ସ ୱେ ନିଜ ରାସ୍ତାରେ। ଆଫ୍ଟର କିଛି ସମୟ ପରେ, ପରେ ବିୟର ଭାଲୁଟି ୱେଣ୍ଟ ଆୱେ ଆଗକୁ ଗଲା ପରେ, ୱେଣ୍ଟ ଆୱେ କହିଲେ ଆଗକୁ ଗଲା ପରେ। ଆଫ୍ଟର ବିୟର ୱେଣ୍ଟ ଆୱେ ରାଜୁ କେମ୍, ରାଜୁ ଆସିଲା ଟୁ ବିଜୟ ପାଖକୁ। ରାଜୁ ଆସ୍କଡ, ଇଏ ହେଉଛି ଆସ୍କର ସେକେଣ୍ଡ ଫର୍ମ, ଆସ୍କଡ ପଚାରିଲା, ଆସ୍କ କହିଲେ ପଚାରିବା, ଆସ୍କଡ କହିଲେ ପଚାରିଲା ବିଜୟ। ରାଜୁ ବିଜୟକୁ ପଚାରିଲା, ହ୍ୱାଟ୍ ଡିଡ୍ ଦ ବିୟର କ'ଣ ହ୍ୱିସ୍ପର କହିଲେ ଗୁଣଗୁଣେଇଲା, କୌଣସି କାହା ପାଖରେ କାନ ପାଖରେ ଚୁପ୍ କହିବାଟାକୁ ହ୍ୱିସ୍ପର କହନ୍ତି। ହ୍ୱିସ୍ପର ଭାଲୁ କ'ଣ ଗୁଣଗୁଣେଇଲା, ଇଣ୍ଟୁ ୟର୍ ୟର୍ସ କହିଲେ କାନରେ, ଇଣ୍ଟୁ ୟର୍ସ ମାନେ ତୋ କାନରେ। ରାଜୁ ବିଜୟ ପାଖକୁ ଆସିକି ପଚାରିଲା ଯେ ଭାଲୁ ତୋ କାନ ପାଖରେ କ'ଣ ଗୁଣଗୁଣ କରି କହିଲା। ବିଜୟ ରିପ୍ଲାଏଡ୍ କହିଲେ ଉତ୍ତର ଦେଲା, ରିପ୍ଲାଏ କରିବା କହିଲେ ଉତ୍ତର ଦେବା, ରିପ୍ଲାଏଡ୍ କହିଲେ ଉତ୍ତର ଦେଲା, ଇଏ ବି ସେକେଣ୍ଡ ଫର୍ମ। ବିଜୟ ରିପ୍ଲାଏଡ୍ ଦ ବିୟର ଭାଲୁଟି ଟେଲ୍ର ସେକେଣ୍ଡ ଫର୍ମ ଟେଲ୍ କହିଲେ କହିବା, ଟୋଲ୍ଡ କହିଲେ କହିଲା ମୋତେ, ମି କହିଲେ ମୋତେ, ବିୟର ଟୋଲ୍ଡ ମି ମୋତେ କହିଲା, ଟୁ କିପ୍ ଆୱେ ଦୂରେଇ ରହିବା ପାଇଁ, ଟୁ କିପ୍ ଆୱେ କହିଲେ ଦୂରେଇ ରହିବା ପାଇଁ, ଫ୍ରମ୍ ଠାରୁ, ଫ୍ରେଣ୍ଡସ୍ ସାଙ୍ଗ, ଲାଇକ୍ କହିଲେ ଭଳିଆ, ୟୁ କହିଲେ ତମେ ତୁମ ଭଳିଆ ସାଙ୍ଗଠାରୁ ଦୂରେଇ ରହିବା ପାଇଁ ଭାଲୁଟି କହିଲା। ଏଣ୍ଡ ୱେଣ୍ଟ ଅନ୍ ଗଲା, ଏଣ୍ଡ କହିଲେ ଏବଂ, ୱେଣ୍ଟ ଅନ୍ କହିଲେ ଗଲା ହିଜ୍ ୱେ ତା ରାସ୍ତାରେ। ବିଜୟ ରାଜୁକୁ କହିଲା ଯେ ତୋ ଭଳିଆ ସାଙ୍ଗଠାରୁ ଦୂରେଇ ରହିବା ପାଇଁ ଭାଲୁ ମୋତେ କହିଲା, ସେତିକି କହିକି ବିଜୟ ତା ରାସ୍ତାରେ ପଳେଇଗଲା। ତ ଏଇ ଷ୍ଟୋରିର କାହାଣୀ ଏହିପରି ଥିଲା, ସାରାଂଶ ଏହିପରି ଥିଲା। ବିଜୟ ଓ ରାଜୁ ଦୁଇ ସାଙ୍ଗ ଥିଲେ, ଛୁଟିରେ ସେମାନେ ଜଙ୍ଗଲ ବୁଲିବାକୁ ଗଲେ, ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିଲେ। ହଠାତ୍ ସେମାନେ ଦେଖିଲେ ଯେ ଗୋଟିଏ ଭାଲୁ ତାଙ୍କ ଆଡ଼କୁ ଆସୁଛି, ସେମାନେ ଡରିଗଲେ। ରାଜୁ ଗଛ କେମିତି ଚଢ଼ାଯାଏ ଜାଣିଥିଲା, ଶୀଘ୍ର ଯାଇ ଗଛ ଉପରକୁ ଚଢ଼ିଗଲା। ସେ ବିଜୟ ବିଷୟରେ କିଛି ଭାବିଲା ନାହିଁ। ବିଜୟ ଗଛ ଚଢ଼ିବା ଜାଣିନଥିଲା। ବିଜୟ କିଛି ସମୟ ଭାବିଲା, ସେ ଶୁଣିଥିଲା ଯେ ପଶୁମାନେ ମଲା ଜୀବକୁ ଖାଆନ୍ତି ନାହିଁ। ତେଣୁ ସେ ଭୂଇଁ ଉପରେ ଶୋଇ ରହିଲା ଓ ନିଶ୍ୱାସ ପ୍ରଶ୍ୱାସ ବନ୍ଦ କରି ରହିଲା। ଭାଲୁ ଆସିକି ବିଜୟକୁ ଶୁଙ୍ଘିବାକୁ ଲାଗିଲା ଓ ଭାବିଲା ଯେ ବିଜୟ ମରିଯାଇଛି, ତେଣୁ ସେ ତା ରାସ୍ତାରେ ପଳେଇଗଲା। ଭାଲୁ ଚାଲିଯିବା ପରେ ରାଜୁ ଗଛରୁ ଓହ୍ଲେଇକି ତଳକୁ ଆସିଲା, ଆସିକି ବିଜୟକୁ ପଚାରିଲା, ଭାଲୁ ତୋ କାନରେ କ'ଣ କହିଲା?
ବିଜୟ ଉତ୍ତର ଦେଲା, ତୋ ଭଳିଆ ସାଙ୍ଗଠାରୁ ଦୂରେଇ ରହିବାକୁ ଭାଲୁ କହିଲା। ଏହା କହି ବିଜୟ ସେଠାରୁ ପଳେଇଗଲା। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲା, କିଛି ଶିଖିବାକୁ ପାଇଲେ, ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଓ ବେଲ୍ ବଟନଟିକୁ ଦବାଇ ଦିଅନ୍ତୁ। ଆଗକୁ ନୂଆ ଭିଡ଼ିଓ ଆସିଲେ ଆପଣଙ୍କୁ ନୋଟିଫିକେସନ୍ ମିଳିଯିବ। ଧନ୍ୟବାଦ।